ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା ମଧ୍ୟ କରିବେ। ହଷ୍ଟେଲ ଭିତରେ ସାର୍ ନଥିବା ସମୟରେ ଯୁବତୀମାନେ ଏପରି ନାଚିଛନ୍ତି ଯାହାକୁ ଦେଖି ସମସ୍ତେ ବହୁତ ନିନ୍ଦା କରିଛନ୍ତି। ସରକାର ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରଣୟନ କରିଥାନ୍ତି। ଏଥିରେ ଲୋକମାନେ ମଧ୍ୟ ଲାଭବାନ ହୁଅନ୍ତି। ଏବେ ଶୁଣା ଯାଉଛି ଯେ ସରକାର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି। ଏହା ଦ୍ୱାରା ଅନେକ କଏଦୀ ଉପକୃତ ହେବେ। ସେହି ନିୟମଟି ହେଉଛି ପ୍ରଥମ ଥର ପାଇଁ କଏଦୀମାନଙ୍କୁ ଜେଲରେ ଶାରୀରିକ ସମ୍ପର୍କ ରଖିବାକୁ ଦିଆଯିବ। ଭୁବନେଶ୍ୱର ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ ଆଉ ମାତ୍ର କିଛି ଘଣ୍ଟା ପରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟା ଜଳ। ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ। ଛତିଶଗଡ଼ରେ ତୁହାକୁ ତୁହା ବର୍ଷା ହେଉଛି। ଓଡ଼ିଶାରେ ଭଲ ବର୍ଷା ନଥିବା ବେଳେ ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ହେବା ପାଇଁ ହୀରାକୁଦରେ ବଢ଼ିବାକୁ ଲାଗିଛି ଜଳସ୍ତର। ଭୁବନେଶ୍ୱର ଉତ୍ତର ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 4 ଦିନ ପ୍ରବଳ ବର୍ଷିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ। ଓଡ଼ିଶା ବଜାରରେ ଆସି ପଶ୍ଚିମବଙ୍ଗ ଆଳୁ ପହଞ୍ଚିଛି। ଆଳୁ ସଂକଟ ଦୂର ପାଇଁ ବହୁ ଆଳୁ ବୋଝେଇ ଟ୍ରକ୍ ଆସି ପହଞ୍ଚିଛି। 1 ନମ୍ବର, 4 ନମ୍ବର, ଡମଣା, ଗଣେଶ ମାର୍କେଟ, ଝାରପଡ଼ା, ଚନ୍ଦ୍ରଶେଖରପୁର ସହ ଭୁବନେଶ୍ୱରର ବିଭିନ୍ନ ହାଟରେ ପଶ୍ଚିମବଙ୍ଗରୁ ଆଳୁ ପହଞ୍ଚିଛି। ଆଳୁ ମାର୍କେଟରେ ପହଞ୍ଚିଥିବାର ଦର କମିବାର ବହୁତ ସମ୍ଭାବନା ରହିଛି। ଆଜି 1 ନମ୍ବର ହାଟରେ 40 ରୁ 45 ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ 4 ନମ୍ବର ହାଟରେ ଆଇଗିଣିଆ ଆଳୁ କୋଲଷ୍ଟୋରରୁ ଆସୁଥିବା ଆଳୁ ସର୍ବନିମ୍ନ 35 ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗ ଆଳୁ ମାର୍କେଟକୁ ଆସିବା ମାତ୍ରେ ଆଳୁ ରେଟ୍ କମିବାର ସଂକେତ ଆସିଛି। ଯେହେତୁ ଆଳୁ ଆସିବା ଆରମ୍ଭ ହୋଇଛି ତେଣୁ ଗ୍ରାହକ ବି କିଣିବା ପାଇଁ ତରତର ହେଉନଥିବା ଦେଖାଯାଉଛି। ଆସନ୍ତାକାଲି ଠାରୁ ଆଳୁ ରେଟ୍ ଆହୁରି କମି ପୂର୍ବଭଳି ସ୍ୱାଭାବିକ ହୋଇଯିବା ଅଧିକ ସମ୍ଭାବନା ରହିଛି। ତେବେ କଳାବଜାରୀ ରୋକିବାକୁ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀମାନେ ବିଭିନ୍ନ ପରିବା ମାର୍କେଟରେ ଯାଞ୍ଚ କରୁଛନ୍ତି।